ଷଷ୍ଠ ସ୍କନ୍ଧ ନବମ ଅଧ୍ୟାୟ ଶ୍ରୀ ଶୁକ ଉବାଚ। ଶୁଣ ହେ ସେ ବିଶ୍ୱରୂପର ତ୍ରିଶିର ଥିଲାନୁ ପବର ଏକ ମୁଖରେ ସମପାନ କରଇ ସେହୁ ପ୍ରତିଦିନ ଦ୍ୱିତୀୟ ସୁରାପାନ କରେ ଅର୍ଣ୍ଣବ ଖଇ ତୃତୀୟରେ ସେ ବିଶ୍ୱରୂପ ବିନୟରେ ଦେବଗଣକୁ ଉଚ୍ଚସ୍ୱରେ ଡାକି ଦିଅଇ ଅବିର୍ଭାଗ ଯେଣୁ ସେମାନେ ପିତୃବର୍ଗ ପୁଣି ସେ ମାତୃସ୍ନେହବଶ ହୋଇଣ ଅର୍ଜିଲା ଅଜସ ଦେଲା ଅସୁରମାନଙ୍କରେ ଯଜ୍ଞ ଭାଗକୁ ପରୋକ୍ଷରେ ମାତୃପକ୍ଷରେ ସ୍ନେହ କରି ଏମନ୍ତ କର୍ମ ସେ ଆଚରି ମତେ ଦେବଙ୍କ ହେଳନ ଦେଖି ତାହାକୁ ଭଗବାନ ଭୟ ହୋଇଣ ଖରତର ରୋଷେ ଛେଦିଲେ ତାର ଶିର ଯେ ମୁଣ୍ଡେ କରେ ସମପାନ ତାହାକୁ କରନ୍ତେ ଛେଦନ ଜନ୍ମିଲା ହୋଇ ପକ୍ଷୀ ଏକ ତା ନାମ ହୋଇଲା ଚାତକ ସୁରା ପାଇ ଯେଉଁ ମସ୍ତକ ଛେଦନ୍ତେ ସେ ହେଲା ଚଟକ ଅର୍ଣ୍ଣଭୋଜି ମସ୍ତକ ତାର ହୋଇଲା ତିରି ଆକାର ଏମନ୍ତ ସେ ବିଶ୍ୱରୂପର ଇନ୍ଦ୍ର ଛେଦିଲେ ତହୁଁ ଶିର କର ଅଞ୍ଜଳି ପ୍ରସାରିଣ ବ୍ରହ୍ମ ହତ୍ୟା କଲେ ଗ୍ରହଣ ଏ ପାପୁ ଲୋକେ କରେ ନିନ୍ଦା ଇନ୍ଦ୍ର ପାଇଲେ ମନେ ବାଦା ଆତ୍ମାର ବିଶୁଦ୍ଧି ନିମନ୍ତେ ବିଭାଗ କରି ଏହି ମତେ ତ୍ରିଭୁଜଳ ଧ୍ରୁମ ଠାବରେ ଅର୍ପିଲେ ଏମନ୍ତ ପ୍ରକାରେ ଏ ଭୂମି ଘେନିଲେ ଭାଗ ଚାରି ଖ୍ୟାତ ପୁରଣ ବରବରି ସେ ପାପୁ ସର ଭାବରେ ଦୃଷ୍ଟି ହୁଅଇ ଏ ଭୂମିରେ ଦ୍ରୁମ ଘେନିଲେ ଚାରି ଭାଗ ବରେ କହିଲେ ମହାଭାଗ ଛେଦନ କରନ୍ତେ ଦ୍ରୁମ ପୁଣି ଅଙ୍କୁର ହେଉ ଜନ୍ମ ନିର୍ଯାସ ରୂପେ ହାଙ୍କର ପାପ ଦିଶଇ ନୃପବର କାମବଶରେ ସ୍ତ୍ରୀ ଜନ ସମ୍ଭୋଗ କରୁ ପ୍ରତିଦିନ ସେ ନାରୀ ଏ ବର ପାଇଣ ଚାରି ଭାଗ କଲା ଗ୍ରହଣ ରଜ ରୂପରେ ପ୍ରତି ମାସ ଏବେ ପାପ ହୁଅନ୍ତି ଦୃଶ୍ୟ ପାପର ଶେଷ ଚାରି ଅଂଶ ଜଳକୁ ଦେଇ ଦେବ ଈଶ ପୁଣି ସେ ଦେଲେ ତାକୁ ବରେ ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ ସେ ପାପ ବୁଦ୍ବୁଦୁ ଆକାରେ ଅଦ୍ୟାପି ଦିଶଇ ସଂସାରେ ସେଇ ଫେଣକୁ ପକାଇଲେ ଜଳର ପାପ ନାଶେ ବୋଲେ ମନ୍ତ ପ୍ରକାରେ ହେ ନୃପ ହରି କଳ୍ପିତ ହେଲା ପାପ ସେ ଅନନ୍ତରେ ସେ ଦୃଷ୍ଟାର ହତ ହେଲା ଯେଣୁ କୁମର ଏ ପୁତ୍ର ଶୋକରେ ଦୁଃଖୀ ହୋଇ ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇ ହୋମ ଆରମ୍ଭକୁ ବିଚାରି ବୋଇଲେ ଅତି କ୍ରୋଧ କରି ଇନ୍ଦ୍ରର ଶତ୍ରୁ ହୋଇ ଜାତ ବେଗେ ଇନ୍ଦ୍ରକୁ କରୁଅତ ହେମନ୍ତ ବୋଲି ସେ ବଚନ କେତେ ଆହୁତି କଲା ଦାନ ପୁରୁଷ ତହିଁରୁ ବାହାର ରୂପତା ଅତି ଭୟଙ୍କର ଯୁଗ ଅନ୍ତ କାଳେ ଯେମନ୍ତ ପ୍ରାଣୀ କି ଯେ ସନେ କୃତାନ୍ତ ଦିନକୁ ଦିନ ଅତି ଘୋର ସଞ୍ଚୟୀ ଆତ୍ମା ରୂପ ଧର ଦଗ୍ଧଗିରି ପ୍ରାୟ ହୋଇ ତାହାର ଶରୀର ଦିଶଇ କାନ୍ତି ତାହାର ବିରାଜଇ ସନ୍ଧ୍ୟାରେ ମେଘମୟ ହୋଇ ତପତ ତାମ୍ର ପ୍ରାୟ ହୋଇ ତାକେଶ ଶୁଶ୍ରୁ ବିରାଜଇ ମଧ୍ୟାହ୍ନ ରବି ପ୍ରାୟ ହୋଇ ବେନି ଲୋଚନ ବିରାଜଇ ଅନଳ ତେଜ ପ୍ରାୟ ତାର ହେମନ୍ତ ଶୂଳ ଧରି କର ଭୁଲାଇ ଅତି ଖରତର ଶବଦ କରେ ମହାଘୋର ନୃତ୍ୟ କରଇ ମତ ହୋଇ ପାଦେ କମ୍ପଇ ମହାମୟୀ ଗିରିଗୃହ ପ୍ରାୟ ବଦନ ତେଣୁ କି ଗ୍ରାସିବ ଗଗନ ଜିହ୍ବା ବୁଲାବୁଚି ଏ ସନ ଗିଳିବ କିବା ତ୍ରିଭୁବନ ଅନ୍ତ ଅତି ଉଗ୍ର ଦିଶଇ ପ୍ରାଣୀ କି ପୁଣି ସଇ ହିତ ହୋଇଣ ସର୍ବଜନ ଗଲେ ସେ ଜୀବନ ଘେନିଣ ଏ ତୁଷ୍ଟାର ପୁତ୍ର ଏ ସେ ପାପ ଲୋକେ ପାଇଲେ ବହୁ ତାପ ଦାରୁଣ ଏ ପୁତ୍ର ଅସୁର ଏ ରୂପେ ଜନମ ତାର ଅମରେ ଇନ୍ଦ୍ରକ ସହିତେ ମିଳିଲେ ତାର ଅଗ୍ରତେ ଯେ ଯାହା ଶସ୍ତ୍ର ଧରି କରେ ପିଟିଲେ ବୃତ୍ରର ଉପରେ ଶସ୍ତ୍ରଟି ଯେତେ ଦେବଙ୍କର ସବୁ ଗିଳିଲା ସେ ଅସୁର ଏ ଅନନ୍ତରେ ଦେବଗଣ ବିସ୍ମୟ ହୋଇ ହତ ଜ୍ଞାନ ନରେ ମନ ସ୍ଥିର କଲେ ମହାପୁରୁଷ ଆରାଧିଲେ ଦେବାଉଚୁ ଏ ପବନ ଆକାଶ ଯେ ଅଗ୍ନି ଜଳର ସହିତ ବନି ଏ ମହାଭୂତେ ହୋଇ ଏକ ନିର୍ମିତ ହୋଇଛି ତ୍ରିଲୋକ ବ୍ରହ୍ମାଦି କରି ଆମ୍ଭେମାନେ ଉଦ୍ବେଗ ପାଉଅଛୁ ମନେ ଯାହାକୁ ବଳି ଆମ୍ଭେମାନେ ଦେଉ ଯେ ଅଛୁ ଅବିଚ୍ଛିନ୍ନେ ଯେ କାଳ ଅନ୍ତକ ବୋଲାଇ ସେ ଯାହାଠାରୁ ଭୟ ପାଇ ସେ ପ୍ରଭୁ ଆମ୍ଭର ଶରଣ ହୁଅନ୍ତୁ ଅଖିଳ କାରଣ ସେ ଅବିସ୍ମିତ ପୂର୍ଣ୍ଣ କାମ ପ୍ରଶାନ୍ତ ସର୍ବଭୂତେ ସମ ହେମନ୍ତ ଯେ ପରମେଶ୍ୱର ତାହାଙ୍କୁ ତ୍ୟଜି କେଉଁ ନର ଅନ୍ୟରେ ପଶଇ ଶରଣ ମୂର୍ଖ ବୋଲିଣ ତାକୁ ଜାଣ ସ୍ୱନ ପୁଚ୍ଛକୁ ଧରି କରେ ଅଗମ୍ୟ ସିନ୍ଧୁ କେହୁ ତରେ ନୌକା ମତେ ସଂସାରେ ଶୃଙ୍ଗରେ ବାନ୍ଧି ନିରାକାରେ ବାସୁ ଅଛନ୍ତି ଦୁର୍ଗମରୁ ପ୍ରଭୁ ତାରିବେ ସଙ୍କଟରୁ ହେମନ୍ତ ଯେହୁ ମହାବାହୁ ତାରିବେ ବୃତ୍ତାସୁରତମ୍ ଯେ କଈଶ୍ୱର ଅଟଇ ମାୟାରେ ଆମ୍ଭକୁ ସୃଜଇ କରୁଛି ଜଗତ ପାଳନେ ଯାର ପ୍ରସାଦୁ ଆମ୍ଭେମାନେ ଯାର ମହିମା ଯେ ପ୍ରସିଦ୍ଧି ଆମ୍ଭେ ନ ଜାଣୁ ମନବୁଦ୍ଧି
ଆମ୍ଭେ ଈଶ୍ୱର ବୋଲି ମାନି ମୋହରେ ଯେ ସନେ ଅଜ୍ଞାନୀ। ଶତ୍ରୁର ଠାରୁ ଆମ୍ଭେମାନେ ଦୁଃଖ ପାଇଲୁ ଅନୁକ୍ଷଣେ। ଋଷି ମନୁଷ୍ୟ ପଶୁ ଆଦି ସଂସାରେ ଯେତେକ ପ୍ରସିଦ୍ଧି। ଆମ୍ଭେ ସର୍ବେ ଅରକ୍ଷିତ ରଖିବା ପ୍ରଭୁ ଲକ୍ଷ୍ମୀକାନ୍ତ। ଯେ ପ୍ରଭୁ ଧରି ଅବତାର ଖଣ୍ଡଇ ଦୁଃଖକୁ ଆମ୍ବର। ସେ ଯୁଗେ ଯୁଗେ ରକ୍ଷା କରୁ ତାଙ୍କ ମହିମା ମହାମେରୁ। ପ୍ରଧାନ ପରମ ପୁରୁଷ ଶେଷ ସଂସାରର ଈଶ। ଅଖିଳ ଜନକ ଶରଣ ହେମନ୍ତ ଯେଉଁ ନାରାୟଣ। ଆମ୍ଭେ ତାହାଙ୍କର ଶରଣ ଆମ୍ଭକୁ କରନ୍ତୁ କାରଣ। ଶ୍ରୀ ଶୁକବାଚ। ଏ ଦେବଙ୍କ ସ୍ତୁତି ଏ ବଚନ ଶୁଣି ସନ୍ତୋଷ ଭଗବାନ। ପୂର୍ବ ଦିଗରେ ହେ ରାଜନ ହୋଇଲେ ଆସି ସୁପ୍ରସନ୍ନ। ଶଙ୍ଖ ଚକ୍ର ଗଦା କମଳ ଧରିଣ ପ୍ରଭୁ ଆଦିମୂଳ। ସେବାରେ ଛନ୍ତି ଅନୁକ୍ଷଣ ଆତ୍ମାର ତୁଲ୍ୟ 16 ଜଣ। ଶ୍ରୀବତ୍ସ କୌସ୍ତୁଭ ଭିର୍ନେ ପୂର୍ଣ୍ଣ ହୋଇଣ ସର୍ବଗୁଣେ। ବିକଳ କମଳ ଲୋଚନ ଦେବେ ଦେଖିଣ ହୃଷ୍ଟ ମନ। ଏ ଇନ୍ଦ୍ରାଦି ଦେବେ କେତେବେଳେ ପ୍ରଭୁଙ୍କୁ ନମିଲେ ସକଳେ। ଏ ଦଣ୍ଡବତ ପ୍ରାୟ ରାଜନ ସ୍ତୁତି କରନ୍ତି ଏ ବଚନ। ଦେବାଉଚୁ ଆମ୍ଭେ ଯେ ସର୍ବଯଜ୍ଞ ବର ତୁମ୍ଭକୁ କରୁ ନମସ୍କାର। ସକଳ ବୟୋଧିକ ତୁମ୍ଭେ ତୁମ୍ଭ ଚରଣେ ନମୁ ଆମ୍ଭେ। ଅଖିଳ ଈଶ୍ୱର ଯେ ତୁଇ ନମସ୍ତେ ପ୍ରଭୁ ଭାବଗ୍ରାହୀ। ନମସ୍ତେ ପ୍ରଭୁ ଚକ୍ରଧର ତୁ ଗୁରୁ ଶ୍ରେଷ୍ଠ ହିତ କର। ବ୍ୟାପିଛି ଆଦିତ୍ୟ ବ୍ରହ୍ମର ତୁମ୍ଭ ଗତି କ୍ରୀଡ଼ା ବିହାର। ଏହା ସଂଖ୍ୟା କରିବା ପାଇଁ ବିଧାତା ସମର୍ଥ ନୁହଁ। ହେ ଭଗବାନ ବାସୁଦେବ ନାରାୟଣ ମହାନୁଭବ। ଆଦି ପୁରୁଷ ସର୍ବେଶ୍ୱର କେବଳ ଜଗତ ଆଧାର। ପରମହଂସ ଲକ୍ଷ୍ମୀନାଥ ଜଗତ ଜନ ଅନୁଗତ। ତୋହର ମହିମା ବିହାର ବ୍ରହ୍ମାର ନୁହଁ ଗୋଚର। ଏ ପରମ କଲ୍ୟାଣର ମୂଳ ବନାଥ ପରମ ମଙ୍ଗଳ। ହେ ସର୍ବ ପରମ କାରଣ ଅଖିଳ ଜନ୍ତୁଙ୍କ ଭାବନ। ପରମ ଯୋଗ ସମାଧିରେ ଭଜନ୍ତି ବିବିଧ ପ୍ରକାରେ। ପରମହଂସ ମୁନିଜନେ ସେବନ୍ତି ଯାହାର ଚରଣେ। ପରମହଂସ ମଧ୍ୟରେ କରି ପ୍ରଭାବ ଯାହାରେ ବିହରି। ହେମନ୍ତେ ଆତ୍ମା ଲୋକେ କରି ଅଜ୍ଞାନ ଦୂରେ ପରିହରି। ହେମନ୍ତ ପ୍ରଭୁ ତୁ ଈଶ୍ୱର ନମସ୍ତେ ବ୍ରହ୍ମାଣ୍ଡ ଠାକୁର। ହେ ମାୟା ଅଖିଳ ସଂସାରେ ଯେ ପ୍ରଭୁ ଶରଣ ତୋରେ। ତ୍ରିଗୁଣ ଘେନି ପ୍ରଭୁ ତୁଇ ସଂସାର ପାଳ ଭାବଗ୍ରାହୀ। ଓ ଦେବ ଏ ମାୟା ସଂସାରେ ତ୍ରିଗୁଣେ ଜଡ଼ି ଯେଉଁ ନରେ। ପର କର୍ମରେ ବଶ ହୋଇ ଶୁଭ ଅଶୁଭ ନ ଜାଣଇ। ତାହାର ଶୁଭାଶୁଭ ଫଳ ତୁମ୍ଭର ତହିଁ ଆଦିମୂଳ। ଓ ସ୍ୱାମୀ ତୁମ୍ଭେ ଆତ୍ମାରାମ ସକଳ କଳ୍ପେ ଉପଶମ। ତୁ ସର୍ବବସ୍ତୁର ବାହାର ହେମନ୍ତ ମଣୁ ଚକ୍ରଧର। ତୋର ବିରୋଧ ନାହିଁ ପୁଣ ଅପରିଚ୍ଛିନ୍ନ ତୋର ଗୁଣ। ସଂଖ୍ୟା ନୁହଁ ତୋ ମହିମା ତୋର କେ କହିବ ସୀମା। ଏ ବିତର୍କ କୁତର୍କ ବିଚାରେ ପ୍ରମାଣ ନ ଜାଣି ଯାରେ। ନାନା ବିଚାର ଶାସ୍ତ୍ର ଆଦି ସଂସାରେ ଯେତେକ ପ୍ରସିଦ୍ଧି। ଏହା ବିଚାରି ସାଧୁଜନେ ଚିନ୍ତନ୍ତି ତୋତେ ଦିବ୍ୟ ଜ୍ଞାନେ। ଜଣକେ ମତି ତାହାଙ୍କର ଭ୍ରମ କରାଉ ଚକ୍ରଧର। ସମୟେ ମାୟାମୟ ହେଉ ନଟର ପ୍ରାୟ ତୁ ଦେଖାଉ। ଯଦ୍ୟପି ଏକ ରୂପ ହୁଅ ନାନା ରୂପକୁ ତୁମ୍ଭେବ। ସମ ରୂପ ତାହାଙ୍କର ପ୍ରବେଶ ହେଉଛି ମନର। ରଜୁରେ ସର୍ପ ବୁଦ୍ଧି ଜେନେ ଏକହି ଦିଶେ ଭିର୍ନେ ଭିନେ। ଚାରେ ଏକ ବସ୍ତୁ ତୁଇ ସର୍ବ ଈଶ୍ୱର ତୁ ଗୋସାଇଁ। ସକଳ ଜନ୍ତୁଙ୍କ କାରଣ ଶୋଭା ପାଉଛି ସର୍ବଗୁଣ। ଅକ୍ଷଣେ ଆତ୍ମା ରୂପ ଧରି ରକ୍ଷିତ ହେଉ ନର ହରି। ଯେବେ ତୁ ପରମ ପୁରୁଷ ସକଳ ଠାରୁ ଅବଶେଷ। ଓ ପ୍ରଭୁ ମହିମା ତୁମ୍ଭର ଅମୃତର ସର ସାଗର। ତାହା ଆସ୍ୱାଦ କରି ମନେ ଏକାନ୍ତେ ଭକ୍ତ ଯେଉଁ ଜନେ। ବିଷୟ ସୁଖ ରସ ଛାଡ଼ି ନିଗୁଡ଼େ ଥାନ୍ତି ରସେ ବୁଡ଼ି। ସର୍ବଜ୍ଞ ଆତ୍ମା ଭୂତ ପ୍ରାୟେ ଭଗବାନ ସ୍ୱରୂପ ହୁଏ। ସର୍ବଗୁଣେ ପୂର୍ଣ୍ଣ ହୋଇ କେ ତୋତେ ଜାଣେ ଭାବଗ୍ରାହୀ। ଅନୁବ୍ରତରେ ସ୍ଥିର ମନ ତୁଣ୍ଡରେ ବଜି ଭଗବାନ। ହେ ମଧୁ ମନ୍ଥନ ଈଶାନ ଆତ୍ମା କୁଶଳେ ସାଧୁଜନ। କମଳ ଚରଣ ତୁମ୍ଭର ସେବୁ ଅଛନ୍ତି ନିରନ୍ତର। ସେ ପାଦ ପଙ୍କଜରେ ମନ ସଂସାରେ ଗତା ଗତ ଜନ। ହୁଅଇ ଯାହାର ପ୍ରସାଦେ ଗତି ଲଭଇ ଅପ୍ରମାଦେ। ତ୍ରୈଲୋକ୍ୟ ପ୍ରଭୁ ଭଗବାନ ହେତୁ ବିକ୍ରମ ଯେଉଁ ଜନ। ତ୍ରୈଲୋକ୍ୟ ଈଶ୍ୱର ଯେ ହରି ଅନୁଭବ ରୂପ ଯାହାରି। ତୁମ୍ଭ ପ୍ରକୃତିରୁ ଉଦିତ ହେମନ୍ତ ଯେତେକ ଦୈତ୍ୟ। ଏହାର ଯେତେ କର୍ମ ଫଳ ଅନ୍ତ କରିବ ଆଦିମୂଳ। ମୃଗ ସହିତେ ଜଳଚରେ ଆତ୍ମାର ଭୟେ ସୁର ନରେ। ଏ ଆଦି ଯେତେକ ଅସୁର ଯଥା ଅସାଧ୍ୟେ ଦଣ୍ଡଧର।
ହେମନ୍ତେ ତୁମ୍ଭେ ଯେ ଈଶ୍ୱର ବୃତ୍ରକୁ ଓ ନାଥ ସଂହର କହିଲୁ ପ୍ରଭୁ ଭାବଗ୍ରାହୀ ଯେବେ ତୁମ୍ଭର ଇଚ୍ଛା ହୋଇ ଭତନୟ ଆମ୍ବେ ହୋଇ ବନାଥ ଆମ୍ବ ପିତା ତୁହି ତୋହର ଚରଣ ମୂଳେଣ ମଜି ରହିଛି ଆମ୍ବ ମନ ରକ୍ଷା ପାଇବୁ ଭଗବାନ ଆମ୍ବ ବିନୟ ଏବେ ଜ୍ଞାନ ଆମ୍ବକୁ ଅନୁଗ୍ରହ କରି ଦୟା କରିବେ ନରହରି ସୁଦହାସ ମନୋହର ବଦନ ଇକ୍ଷଣ ତୋର ଏସବୁ ଯେ ଥାଇ ମଧୁରସ ଅମୃତ ସ୍ମିତ ମନ୍ଦହାସ ଆମ୍ଭର ତ୍ରାସ ଦୂର କର ବନାଥ ଶରଣ ତୁମ୍ଭର ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଏହି କାରଣେ ତୁମ୍ଭେ ହୁଅ ସକଳ ଜୀବଠାରେ ତୁଇ ଅକ୍ଷର ବ୍ରହ୍ମ ରୂପ ହୋଇ ତୁ ସର୍ବମାୟାମୟ ରୂପ ଶେଷ ପ୍ରଧାନ ସ୍ୱରୂପ ତୁ ଦେଶ କାଳ ପାତ୍ର ହୋଇ ସକଳଠାରେ ଅଛୁ ତୁଇ ସକଳ ବ୍ୟାପୀ ଚକ୍ରଧର ଆକାଶ ଶରୀର ତୁମ୍ଭର ପରମ ବ୍ରହ୍ମ ରୂପ ତୁଇ ତୋତ ଆମ୍ବ ରୂପମୟୀ ଆମ୍ଭେ ଅଗ୍ନିରେ ତୃଣ ପ୍ରାୟ କିସ କରିବୁ ଦେବରାୟ ଆମ୍ଭ ପରମ ରୂପ ତୁଇ ତୋ ପାଦ ସତ ଦଳ ଦୁଇ ବିବିଧ ସତ କର୍ମ ହୋଇ ସଂସାରେ ପରିଶ୍ରମ ନାହିଁ ଛେଦଇ ଯେ କଳୁଷ ଜଳ ତୋର ମାୟାରେ ଆଦିମୂଳ ଆଶ୍ରୟ କରି ଆମ୍ଭ ମନ ଅକ୍ଷୟ ଭଗବାନ ଆମ୍ଭର କାର୍ଯ୍ୟ ଆଦିମୂଳ ବନାଥ କର ତୁ ମଙ୍ଗଳ ଗ୍ରାସିଛି ବୃତ୍ର ତ୍ରିଭୁବନ ଏହା ସଂହାର ଭଗବାନ ତେଜ ଆୟୁଧ ଯେ ଆମ୍ବର ନାସୁଛି ପାପି ବୃତ୍ରାସୁର ନମସ୍ତେ ପ୍ରଭୁ ଶୁଦ୍ଧ ରସ ନିରାକାର ତୁ ଭୀତବାସ ନମସ୍ତେ କୃଷ୍ଣ ଅଟୁ ତୁଇ ବ୍ରହ୍ମାଣ୍ଡେ ତୋର ନାଶ ନାହିଁ ଭବସାଗର ପଥ ଶ୍ରମ ତୁ ନାଥ ଶୁଭ ଭଗବାନ ପରମ ଗତି ଶ୍ରେଷ୍ଠ ତୋର ନମସ୍ତେ ପରମ ଈଶ୍ୱର ଶ୍ରୀ ଶୁକବାଚ ଏଥୁ ଅନ୍ତରେ ହେ ରାଜନ ସ୍ତୁତି ଯେ କଲେ ଦେବଗଣ ସାଦରେ ସ୍ତୁତି ଶୁଣି ହରି ସନ୍ତୋଷ ହେଲେ ଦଇତାରି ଆନନ୍ଦ ହୋଇ ଭଗବାନ ଦେବଙ୍କୁ କହନ୍ତି ବଚନ ଶ୍ରୀ ଭଗବାନ ବାଚ ଏ ତୁମ୍ଭ ବିଦ୍ୟାରେ ସ୍ତୁତିରେ ସନ୍ତୋଷ ହେଲୁ ବେଦବରେ ମୁଁ ଯେବେ ହୁଇ ସନ୍ତୋଷ କି ବାଞ୍ଛା କରେ ଯେ ପୁରୁଷ ଏ ଯେଉଁ ବିଦ୍ୟାର ପ୍ରସାଦେ ଦୃଢ଼ ବକତି ମୋର ପାଦେ ଏହାକୁ ଏକାନ୍ତେ ଯେ ମତି ମତ ଅନ୍ୟ ନ ବାଞ୍ଛନ୍ତି ଗୁଣବନ୍ତକୁ ଯେ ଦେଖନ୍ତି ହେମନ୍ତେ କୃପଣ ଯେ ଛନ୍ତି ସେ ଆତ୍ମାଶ୍ରୟ ନ ଜାଣନ୍ତି ସଂସାର ମୋହେ ଯେ ପଡ଼ନ୍ତି ହେ ଇନ୍ଦ୍ର ଯାଅ ହରସେଣ ତୁମ୍ଭର ହେଉ ଯେ କଲ୍ୟାଣ ଅଥର୍ବଣ ସେ ଋଷିବର ମାଗ ତାଙ୍କ ଶରୀର ଏ ବିଦ୍ୟା ପୂରିତ ସେ ଯାହାର ପବିତ୍ର ଇଛି ଯେ ଶରୀର ଯାଚଜ୍ଞା ତୁମ୍ଭେ ମାନେ କଲେ ଧର୍ମିଷ୍ଠ ଅଙ୍ଗ ଦେବ ବଲେ ଅସ୍ଥି ତାଙ୍କର ଆଣିବ ଆୟୁଧ ମାନ ଗଢ଼ାଇବ ବିଶ୍ୱକର୍ମା ନିର୍ମିତ କରି ବଧ୍ୟକୁ ବଧ ଧର କରି ସେ ବଜ୍ର ଧରିଣ ଅସୁର ଛେଦିବ ଶୁଣ ପୁରନ୍ଦର ମୋହର ତେଜ ଚକ୍ର ହୋଇ ସେ ତାକୁ ନାସିବ ଯେ ଯାଇ ହତ ହୋଇବେ ଦୈତ୍ୟମାନେ ସ୍ୱର୍ଗ ଲଭିବେ ଦେବଗଣେ ତେଜ ଗୁଣେ ଯେତେ ଆୟୁଧ ପୁଣି ଲଭିବେ ସମ୍ପଦ ମୋର ଭକତ ଲୋକଙ୍କର ହିଂସା ନଇବ ପୁନର୍ବାର ବୋଲଇ ବିପ୍ର ଜଗନ୍ନାଥ ଇନ୍ଦ୍ରକୁ କୃଷ୍ଣ କୃପାଚିତ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ ସହିତାମ୍ वैशिक्यां षष्ठ स्कंदे भगवतुपदेश नाम नवम अध्याय बोल आनंदे कवार हरि हरि बोल।